ରଚନା ବୃକ୍ଷରୋପଣ। ଉପକ୍ରମ ବୃକ୍ଷ ପୃଥିବୀର ଅତ୍ୟନ୍ତ ମୂଲ୍ୟବାନ ସମ୍ପଦ। ପ୍ରକୃତିର ସୌନ୍ଦର୍ଯ୍ୟ, ପରିବେଶର ସମତା ଓ ମାନବ ଜୀବନର ଅସ୍ତିତ୍ୱ ରକ୍ଷା ପାଇଁ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବୃକ୍ଷ ବିନା ପୃଥିବୀ ଶୂନ୍ୟ, ଏହି କଥା ଆମେ ଶିଶୁକାଳରୁ ଶୁଣି ଆସୁଛୁ। ସେଥିପାଇଁ ବୃକ୍ଷରୋପଣର ଆବଶ୍ୟକତାକୁ ବୁଝିବା ଏବଂ ବୃକ୍ଷରୋପଣ କରି ତା'ର ସୁରକ୍ଷା କରିବା ଆମର ପ୍ରଥମ କର୍ତ୍ତବ୍ୟ। ବୃକ୍ଷର ଗୁରୁତ୍ୱ। ବୃକ୍ଷ ଆମକୁ ଅମ୍ଳଜାନ ଦେଇ ଜୀବନରେ ପ୍ରାଣ ସଞ୍ଚାର କରନ୍ତି। ବୃକ୍ଷମାନେ ନଥିଲେ ପୃଥିବୀର ଉଷ୍ଣତା ଅସହ୍ୟ ହୋଇପଡ଼ୁଥାନ୍ତା। ସେମାନେ ବର୍ଷା କରନ୍ତି, ମୃତ୍ତିକା କ୍ଷୟ ରୋକିଥାନ୍ତି, ପଶୁପକ୍ଷୀଙ୍କୁ ଆଶ୍ରୟ ଦେଇଥାନ୍ତି। ବୃକ୍ଷ ଆମକୁ ଫଳ, ଫୁଲ, ଔଷଧ, କାଠ, କାଗଜ ଓ ବିଭିନ୍ନ ପ୍ରକାରର ଉପକରଣ ପ୍ରଦାନ କରନ୍ତି। ବୃକ୍ଷରୋପଣର ଆବଶ୍ୟକତା। ଆଜିର ବୈଜ୍ଞାନିକ ଯୁଗରେ ଉଦ୍ୟୋଗୀକରଣ, ସହରୀକରଣ ଯୋଗୁଁ ପୃଥିବୀର ସନ୍ତୁଳନ ଭଙ୍ଗ ହୋଇଯାଉଛି। ଗ୍ଲୋବାଲ ୱାର୍ମିଂ, ଅନିୟମିତ ବର୍ଷା, ବନ୍ୟା, ପ୍ରଚଣ୍ଡ ଖରା ଏହି ସବୁଟିର ମୂଳ କାରଣ ବୃକ୍ଷ ବିନାଶ। ଏହି ସମସ୍ୟାର ସରଳ ଓ ଏକମାତ୍ର ସମାଧାନ ହେଉଛି ବୃକ୍ଷରୋପଣ। ବୃକ୍ଷରୋପଣ ଅଭିଯାନ। ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଛନ୍ତି। ବିଦ୍ୟାଳୟ, କଲେଜ, ଗାଁ ଓ ସହର ସବୁଠାରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ବୃକ୍ଷରୋପଣ ପାଇଁ ପ୍ରେରିତ କରାଯାଉଛି। ଏକ ଲୋକ ଏକ ବୃକ୍ଷ ପ୍ରଚାରଣ ବାସ୍ତବରେ ବହୁତ ଲାଭଦାୟକ ହୋଇପାରିଛି। ଆମର କର୍ତ୍ତବ୍ୟ କେବଳ ବୃକ୍ଷ ଲଗାଇଲେ ହେବ ନାହିଁ, ସେଗୁଡ଼ିକୁ ସୁରକ୍ଷା କରିବା ଆମର ଦାୟିତ୍ୱ। ପ୍ରତ୍ୟେକ ନାଗରିକ ଜୀବନରେ ଗୋଟିଏ ବୃକ୍ଷ ଲଗାଇ ସେଥିରେ ନିୟମିତ ପାଣି, ସୁରକ୍ଷା ଓ ସନ୍ତୁଳିତ ପରିଚର୍ୟା କଲେ ଆମ ପୃଥିବୀ ପୁନର୍ବାର ସବୁଜ ସୁନ୍ଦର ହୋଇଯିବ। ଉପସଂହାର। ବୃକ୍ଷ ଅଟେ ଜୀବନ। ଏହି ଉକ୍ତିକୁ ଆମେ ସମସ୍ତେ ହୃଦୟରେ ଧାରଣ କରିବା ଆବଶ୍ୟକ। ବୃକ୍ଷରୋପଣ କେବଳ ଏକ ସାମାଜିକ କାର୍ଯ୍ୟ ନୁହେଁ, ଏହା ଆମ ଭବିଷ୍ୟତ ସୁରକ୍ଷାର ପ୍ରଥମ ପଦକ୍ଷେପ। ସେଥିପାଇଁ ଆସନ୍ତୁ ସମସ୍ତେ ମିଶି ସବୁଜ ପୃଥିବୀ ଓ ସୁନ୍ଦର ପୃଥିବୀ ତିଆରି କରିବାରେ ଅଗ୍ରସର ହେବା। ଏହି ରଚନାଟି ସମସ୍ତଙ୍କୁ ଭଲ ଲାଗିଥିଲେ ଲାଇକ୍ କରିବେ, କେମିତି ଲାଗିଲା କମେଣ୍ଟରେ ଜଣାଇବେ। ଚ୍ୟାନେଲକୁ ନ ଆସିଥିଲେ ସବସ୍କ୍ରାଇବ୍ କରିବେ। ପୁଣି ଦେଖା ହେବା ଆଉ ଏକ ଭିଡ଼ିଓରେ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।